ଓମ୍ ଶାନ୍ତି। 8 ଜୁନ୍ 2025 ପ୍ରାତଃ ମୁରଲୀ। ପୁନରାବୃତ୍ତି 15 ନଭେମ୍ବର 2005। ଅବ୍ୟକ୍ତ ମହାବାକ୍ୟ ବାବଦାଦା କହୁଛନ୍ତି, ମୁରଲୀର ସାରାଂଶ। ସଚ୍ଚା ହୃଦୟରେ ବାବାଙ୍କର ଏବଂ ପରିବାରର ସ୍ନେହୀ ହୋଇ ମେହନତ ମୁକ୍ତ ହେବାର ପ୍ରତିଜ୍ଞା କର ଏବଂ ତାର ଲାଭ ଉଠାଅ। ସଚ୍ଚା ହୃଦୟରେ ବାବାଙ୍କର ଏବଂ ପରିବାରର ସ୍ନେହୀ ହୋଇ ମେହନତ ମୁକ୍ତ ହେବାର ପ୍ରତିଜ୍ଞା କର ଏବଂ ତାର ଲାଭ ଉଠାଅ। ଆଜି ବାପ ଦାଦା ନିଜର ଚାରିଆଡ଼ର ଶ୍ରେଷ୍ଠ ସ୍ୱରାଜ୍ୟ ଅଧିକାରୀ ସୋମାନଧାରୀ ପିଲାମାନଙ୍କୁ ଦେଖୁଛନ୍ତି। ବାବା ତ ପିଲାମାନଙ୍କୁ ନିଜଠାରୁ ମଧ୍ୟ ଉଚ୍ଚ ସୋମାନ ଦେଇଛନ୍ତି। ପ୍ରତ୍ୟେକ ସନ୍ତାନକୁ ପାଦ ତଳେ ପଡ଼ିବାରୁ ମୁକ୍ତ କରି ମସ୍ତକର ମୁକୁଟ କରିଦେଇଛନ୍ତି। ନିଜକୁ ସର୍ବଦା ପ୍ରିୟ ସନ୍ତାନମାନଙ୍କର ସେବାଧାରୀ ବୋଲି କହି ଆସିଛନ୍ତି। ଏତେ ବଡ଼ ଅଧିକାରୀ ପଣିଆର ସୋମାନ ପିଲାମାନଙ୍କୁ ଦେଇଛନ୍ତି। ତେଣୁ ସମସ୍ତେ ନିଜକୁ ଏତେ ବଡ଼ ସୋମାନଧାରୀ ଭାବୁଛ ତ? ତେବେ ସୋମାନଧାରୀମାନଙ୍କର ବିଶେଷ ଲକ୍ଷଣ କ'ଣ ହୋଇଥାଏ? ଯିଏ ଯେତିକି ସୋମାନଧାରୀ ହୋଇଥିବ ସେହି ଅନୁସାରେ ସମସ୍ତଙ୍କୁ ସମ୍ମାନ ମଧ୍ୟ ଦେଉଥିବ ଏବଂ ଯେତିକି ସୋମାନଧାରୀ ହୋଇଥିବ ସେତିକି ନିର୍ମାଣ ତଥା ସମସ୍ତଙ୍କର ସ୍ନେହୀ ମଧ୍ୟ ହୋଇଥିବ। ତେବେ ସୋମାନଧାରୀ ଆତ୍ମାର ଲକ୍ଷଣ ହେଲା ସେ ବାବାଙ୍କର ପ୍ରିୟ ହେବା ସହିତ ସମସ୍ତଙ୍କର ମଧ୍ୟ ପ୍ରିୟ ହୋଇଥିବ। ତାହା ମଧ୍ୟ ହଦର ଅର୍ଥାତ୍ ଅଳ୍ପ କିଛି ଜଣଙ୍କର ନୁହେଁ, ବେହଦର ଅର୍ଥାତ୍ ସମସ୍ତଙ୍କର ପ୍ରିୟ ହୋଇଥିବ। ଯେପରି ବାବା ସମସ୍ତଙ୍କର ପ୍ରିୟ ଅଟନ୍ତି, ଚାହେ ମାସକର ହୋଇଥାନ୍ତୁ ବା ଆଦିରତ୍ନ ମଧ୍ୟ ହୋଇଥାନ୍ତୁ, କିନ୍ତୁ ସମସ୍ତେ ଭାବୁଛନ୍ତି ମୁଁ ବାବାଙ୍କର, ବାବା ମୋର। ତେବେ ଏହା ମଧ୍ୟ ସମସ୍ତଙ୍କର ପ୍ରିୟ ହେବାର ପ୍ରତୀକ ଅଟେ ଏବଂ ଶ୍ରେଷ୍ଠ ସୋମାନର ଲକ୍ଷଣ ଅଟେ। କାହିଁକି ନା ଏହିଭଳି ପିଲାମାନେ ଫଲଫାଦର କରିବା ବାଲା ଅଟନ୍ତି। ଦେଖ, ବାବା ତ ସବୁ ବର୍ଗର ପିଲାମାନଙ୍କୁ, ଛୋଟ ପିଲାମାନଙ୍କ ଠାରୁ ନେଇ ବୟସ୍କ ପିଲାମାନଙ୍କୁ ମଧ୍ୟ ସୋମାନ ଦେଇଛନ୍ତି। ଯୁବା ବର୍ଗଙ୍କୁ ବିନାଶକାରୀରୁ ବିଶ୍ୱ କଲ୍ୟାଣକାରୀର ସୋମାନ ଦେଇଛନ୍ତି ଏବଂ ମହାନ କରିଛନ୍ତି। ପ୍ରବୃତ୍ତିବାଲା ଅର୍ଥାତ୍ ଘର ଗୃହସ୍ଥବାଲାଙ୍କୁ ମହାତ୍ମାମାନଙ୍କଠାରୁ ଅର୍ଥାତ୍ ବଡ଼ ବଡ଼ ଜଗତଗୁରୁମାନଙ୍କଠାରୁ ମଧ୍ୟ ଉଚ୍ଚ ପ୍ରବୃତ୍ତିରେ ରହି ପରବୃତ୍ତିରେ ରହୁଥିବା ମହାତ୍ମାମାନଙ୍କୁ ନତମସ୍ତକ କରାଉଥିବା ଆତ୍ମା କରିଦେଇଛନ୍ତି। କନ୍ୟାମାନଙ୍କୁ ଶିବଶକ୍ତି ସ୍ୱରୂପର ସୋମାନ ମନେ ପକାଇ ଦେଇଛନ୍ତି ଏବଂ ଶିବଶକ୍ତି କରିଛନ୍ତି ମଧ୍ୟ। ବୟୋଜ୍ୟେଷ୍ଠମାନଙ୍କୁ ବ୍ରହ୍ମା ବାବାଙ୍କର ସମସାଥୀ ଅନୁଭବୀ ଆତ୍ମାର ସୋମାନ ଦେଇଛନ୍ତି। ତେଣୁ ଏହିଭଳି ସୋମାନଧାରୀ ପିଲାମାନେ ମଧ୍ୟ ସବୁ ଆତ୍ମାକୁ ଏହିଭଳି ସୋମାନର ସହିତ ଦେଖିବେ। କେବଳ ଦେଖିବେ ନାହିଁ, ବରଂ ସମ୍ବନ୍ଧ ସମ୍ପର୍କରେ ଆସିବେ। କାହିଁକି ନା ସୋମାନ ହିଁ ଦେହ ଅଭିମାନକୁ ସମାପ୍ତ କରିଥାଏ। ଯେଉଁଠି ସୋମାନ ଥିବ ସେଠାରେ ଦେହର ଅଭିମାନ ନଥିବ। ତେବେ ଦେହ ଅଭିମାନକୁ ସମାପ୍ତ କରିବାର ବହୁତ ସହଜ ସାଧନ ହେଲା ସର୍ବଦା ସୋମାନରେ ରହିବା ଏବଂ ସର୍ବଦା ସମସ୍ତଙ୍କୁ ସୋମାନର ଦୃଷ୍ଟିରେ ଦେଖିବା। ଚାହେ ପଦାତିକ ହୋଇଥାନ୍ତୁ ବା 16,000 ମାଳାର ଶେଷ ନମ୍ବର ଦାନା ମଧ୍ୟ ହୋଇଥାନ୍ତୁ, କିନ୍ତୁ ଶେଷ ନମ୍ବର ଆତ୍ମା ଭିତରେ ମଧ୍ୟ ଡ୍ରାମା ଅନୁସାରେ କୌଣସି ନା କୌଣସି ବିଶେଷତା ନିଶ୍ଚିତ ଅଛି ଏବଂ ସୋମାନଧାରୀ ଆତ୍ମା ସମସ୍ତଙ୍କର ବିଶେଷତାକୁ ଦେଖି ସୋମାନ ଦେଇଥାନ୍ତି। ସେମାନଙ୍କ ଦୃଷ୍ଟିରେ, ବୃତ୍ତିରେ ଏବଂ କୃତିରେ ସମସ୍ତଙ୍କର ବିଶେଷତା ସମାହିତ ହୋଇ ରହିଥାଏ। ତେଣୁ ଯିଏ ବି ବାବାଙ୍କର ହୋଇଯାଇଛି ସେ ନିଶ୍ଚିତ ବିଶେଷ ଆତ୍ମା ହିଁ ଅଟେ। ଯଦିଓ ସମସ୍ତ କ୍ରମାନ୍ୱୟରେ ଅଛନ୍ତି, କିନ୍ତୁ ଦୁନିଆ ହିସାବରେ କୋଟିକ ଭିତରେ କେହି ଅଟନ୍ତି। ତେବେ ସମସ୍ତେ ନିଜକୁ ଏହିଭଳି ବିଶେଷ ଆତ୍ମା ମନେ କରୁଛ ତ? ସେଥିପାଇଁ ସୋମାନରେ ହିଁ ସ୍ଥିତ ରହିବାକୁ ହେବ, ଦେହ ଅଭିମାନରେ ନୁହେଁ, ସୋମାନରେ।
ବାବାଙ୍କୁ ପ୍ରତ୍ୟେକ ସନ୍ତାନ ପ୍ରତି ସ୍ନେହ କାହିଁକି ରହିଛି? କାହିଁକି ନା ବାବା ଜାଣିଛନ୍ତି ଯେ ଏମାନେ ମୋତେ ଜାଣିବା ସହିତ ମୋର ହୋଇଯାଇଛନ୍ତି। ଚାହେଁ ଆଜି ଏହି ମିଳନ ମେଳାକୁ ପ୍ରଥମ ଥର ପାଇଁ ମଧ୍ୟ ଆସିଥାଇପାରନ୍ତି। ପୁଣି ବି ଯଦି ବାବା ବୋଲି କହିଛନ୍ତି ତେବେ ବାବାଙ୍କର ସ୍ନେହର ପାତ୍ର ଅଟନ୍ତି। ତେବେ ବାପ ଦାଦାଙ୍କୁ ଚାରିଆଡ଼ର ସବୁ ପିଲାମାନେ ସମସ୍ତଙ୍କଠାରୁ ପ୍ରିୟ ଅଟନ୍ତି। ଏହିଭଳି ତୁମେମାନେ ମଧ୍ୟ ସମସ୍ତେ ନିଜର ପିତାଙ୍କୁ ଅନୁକରଣ କର। କେହି ବି ତୁମର ଅପ୍ରିୟ ନୁହନ୍ତି, ସମସ୍ତେ ପ୍ରିୟ ଅଟନ୍ତି। ଦେଖ, ଯେଉଁ ପିଲାମାନେ ବି ମେରା ବାବା ବୋଲି କହୁଛନ୍ତି ସେମାନଙ୍କ ଭିତରେ ଏହି ମୋର ପଣିଆ କିଏ ଭରି ଦେଇଛି? ସ୍ନେହ ହିଁ ଅଟେ। ଯେଉଁମାନେ ବି ଏଠାରେ ବସିଛ ସମସ୍ତେ ଜାଣିଛ ଯେ ସ୍ନେହ ହିଁ ଆମକୁ ବାବାଙ୍କର କରିଦେଇଛି। କାରଣ ବାବାଙ୍କର ସ୍ନେହ ଚୁମ୍ବକ ଅଟେ। ତେଣୁ ସ୍ନେହ ରୂପୀ ଚୁମ୍ବକ ଦ୍ୱାରା ବାବାଙ୍କର ହୋଇଯାଇଛ। ତେବେ ଏହା ହେଉଛି ହୃଦୟର ସ୍ନେହ, କେବଳ କହିବାର ସ୍ନେହ ନୁହେଁ। ଏହି ହାର୍ଦ୍ଦିକ ସ୍ନେହ ହିଁ ଏହି ବ୍ରାହ୍ମଣ ଜୀବନର ମୂଳଦୁଆ ଅଟେ। ତେବେ ତୁମେମାନେ ଏଠାକୁ ମିଶିବା ପାଇଁ କାହିଁକି ଆସିଛ? ସ୍ନେହ ହିଁ ଏଠାକୁ ନେଇ ଆସିଛି ନା? ଯେଉଁମାନେ ବି ସବୁ ବସିଛ ଆସିଛ କାହିଁକି ଆସିଛ? ସ୍ନେହ ହିଁ ତୁମକୁ ଟାଣି ଆଣିଛି ନା? ତେବେ ସ୍ନେହ ମଧ୍ୟ କେତେ ରହିଛି? 100% ନା ତା'ଠାରୁ କମ୍? ଯେଉଁମାନେ ଭାବୁଛନ୍ତି ସ୍ନେହରେ ଆମେ 100% ଅଟୁ ସେମାନେ ହାତ ଉଠାଅ। 100% ସ୍ନେହ ଟିକିଏ ବି କମ୍ ନୁହେଁ, ବହୁତ ଭଲ। ତେବେ ଏତିକି ସ୍ନେହ ତୁମ ବ୍ରାହ୍ମଣମାନଙ୍କ ଭିତରେ ପରସ୍ପର ସହିତ ଅଛି ତ? ଏଥିରେ ହାତ ଉଠା କରାଇବା ତ? ଏଥିରେ କିନ୍ତୁ କମି ବେଶୀ ରହିଛି। ଯେପରି ବାବାଙ୍କର ସମସ୍ତଙ୍କ ସହିତ ସ୍ନେହ ଅଛି ସେହିପରି ପିଲାମାନଙ୍କର ମଧ୍ୟ ସମସ୍ତଙ୍କ ପ୍ରତି ସ୍ନେହ ରହୁ ଏବଂ ସମସ୍ତଙ୍କର ସ୍ନେହୀ ହୋଇ ରୁହନ୍ତୁ। ଏଥିରେ ଅନ୍ୟମାନଙ୍କର ଦୋଷ ଦୁର୍ବଳତା ଗୁଡ଼ିକୁ ଦେଖ ନାହିଁ। ଯଦି କେହି କୌଣସି ଖରାପ ସଂସ୍କାରର ବଶୀଭୂତ ଅଟେ ତେବେ ତୁମେ କାହାକୁ ଅନୁକରଣ କରିବ? କ'ଣ ବଶୀଭୂତବାଲାଙ୍କୁ ଅନୁକରଣ କରିବ? ତୁମେମାନେ ତ ବଶୀକରଣ ମନ୍ତ୍ର ଶିଖାଇବା ବାଲା ଅଟ। ବଶୀଭୂତ ଅବସ୍ଥାରୁ ମୁକ୍ତ କରିବାର ମନ୍ତ୍ର ଦେଉଛ। ତେଣୁ ସେଥିରୁ ମୁକ୍ତ କରିବା ବାଲା ଅଟ ନା କେବଳ ଦେଖିବା ବାଲା ଅଟ? ନା, ନ ଚାହିଁଲେ ମଧ୍ୟ ଦେଖି ହୋଇଯାଉଛି। ଯଦି କୌଣସି ଖରାପ ଜିନିଷକୁ ଦେଖିବାକୁ ପଡ଼ୁଛି ତେବେ କ'ଣ କରୁଛ? ତାକୁ ଦେଖିବାରେ ଲାଗି ପଡ଼ୁଛ ନା ଆଡ଼ ହୋଇ ଚାଲିଯାଉଛ? କାହିଁକି ନା ବାପ ଦାଦା ଦେଖୁଛନ୍ତି ଯେଉଁମାନେ ଦିଲ୍ଲୀର ସ୍ନେହୀ ଅଟନ୍ତି, ବାବାଙ୍କ ପ୍ରତି ହାର୍ଦ୍ଦିକ ସ୍ନେହ ରହିଛି, ସେମାନେ ସମସ୍ତଙ୍କର ସ୍ନେହୀ ନିଶ୍ଚିତ ହୋଇଥିବେ। ତେଣୁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାର ସହଜ ବିଧି ହେଲା ବାବାଙ୍କ ପ୍ରତି ହାର୍ଦ୍ଦିକ ସ୍ନେହ। ଚାହେଁ କେହି କେତେ ବି ଜ୍ଞାନୀ ହୋଇଥାନ୍ତୁ, କିନ୍ତୁ ଯଦି ଦିଲ୍ଲୀର ସ୍ନେହ ନାହିଁ ତେବେ ବ୍ରାହ୍ମଣ ଜୀବନରେ ରମଣୀକ ଜୀବନ ହୋଇପାରିବ ନାହିଁ, ରୁଖାସୁଖା ଜୀବନ ହୋଇଯିବ। କାହିଁକି ନା ଜ୍ଞାନ ମାର୍ଗରେ ସ୍ନେହ ବିନା ଯଦି କେବଳ ଜ୍ଞାନ ରହିଛି ତେବେ ଜ୍ଞାନରେ ମଧ୍ୟ କାହିଁକି କ'ଣର ପ୍ରଶ୍ନ ଉଠିବ। କିନ୍ତୁ ଜ୍ଞାନ ସହିତ ଯଦି ସ୍ନେହ ରହିଥିବ ତେବେ ସ୍ନେହୀ ଆତ୍ମା ସର୍ବଦା ସ୍ନେହରେ ଲବଲୀନ ରହିଥାଏ ଏବଂ ସ୍ନେହୀକୁ ମନେ ପକାଇବା ପାଇଁ ମେହନତ କରିବାକୁ ପଡ଼ିନଥାଏ। ଯଦି କେବଳ ଜ୍ଞାନୀ ଅଟ କିନ୍ତୁ ସ୍ନେହ ନାହିଁ ତେବେ ମେହନତ କରିବାକୁ ପଡ଼ିଥାଏ। ଇଏ ମେହନତର ଫଳ ଖାଇଥାଏ ଏବଂ ସିଏ ମୋହବତ ଅର୍ଥାତ୍ ସ୍ନେହର ଫଳ ଖାଇଥାଏ। କାରଣ ଜ୍ଞାନ ଯଦି ବୀଜ ହେଲା ତେବେ ସ୍ନେହ ପାଣି ସହିତ ସମାନ। ଯଦି ବୀଜକୁ ସ୍ନେହର ପାଣି ନ ମିଳିବ ତେବେ ଫଳ କିପରି ମିଳିବ? ତେଣୁ ଆଜି ବାପ ଦାଦା ସବୁ ପିଲାଙ୍କର ଦିଲ୍ଲୀର ସ୍ନେହକୁ ଚେକ୍ କରୁଥିଲେ, ଚାହେଁ ବାବାଙ୍କ ସହିତ ଚାହେଁ ସମସ୍ତଙ୍କ ସହିତ। ତେବେ ତୁମେ ସମସ୍ତେ ନିଜକୁ କ'ଣ ମନେ କରୁଛ? ସ୍ନେହୀ ଅଟ ତ? ଯେଉଁମାନେ ଭାବୁଛନ୍ତି ଆମେ ଦିଲ୍ଲୀର ସ୍ନେହୀ ଅଟୁ ସେମାନେ ହାତ ଉଠାଅ। ଅଧିକାଂଶ ସମସ୍ତେ ହାତ ଉଠାଇଛନ୍ତି। ଆଚ୍ଛା, ସମସ୍ତଙ୍କର ସ୍ନେହୀ ଅଟ। ବାବାଙ୍କ ପ୍ରତି ତ ଦିଲ୍ଲୀର ସ୍ନେହୀ ଅଟ, କିନ୍ତୁ ସମସ୍ତଙ୍କର ସ୍ନେହୀ ଅଟ ତ? ସମସ୍ତଙ୍କର ସ୍ନେହୀ।
ସମସ୍ତେ ଭାବୁଛନ୍ତି ତ ଇଏ ମୋର ଭାଇ ଭଉଣୀ ଅଟନ୍ତି? ସମସ୍ତେ ଭାବୁଛନ୍ତି ତ ଇଏ ମୋର ନିଜର ଅଟନ୍ତି? ଏହିଭଳି ଭାବୁଛନ୍ତି ନା କେହି କେହି ଭାବୁଛନ୍ତି ଯେପରି ବାବାଙ୍କର ସ୍ନେହରେ ସମସ୍ତେ ହାତ ଉଠାଉଛନ୍ତି, ହଁ ଆମେ ବାବାଙ୍କର ସ୍ନେହୀ ଅଟୁ, ସେହିପରି ସମସ୍ତଙ୍କ ପାଇଁ ହାତ ଉଠାଇବେ ତ? ହଁ ଇଏ ସମସ୍ତଙ୍କର ସ୍ନେହୀ ଅଟନ୍ତି। ଇଏ ସାର୍ଟିଫିକେଟ୍ ମିଳିବ ତ? କାହିଁକିନା ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ କେବଳ ବାବାଙ୍କ ଠାରୁ ସାର୍ଟିଫିକେଟ୍ ନେବାର ନାହିଁ, ବ୍ରାହ୍ମଣ ପରିବାର ଠାରୁ ମଧ୍ୟ ନେବାର ଅଛି। କାହିଁକିନା ଏହି ସମୟରେ ବାବା ଧର୍ମ ଏବଂ ରାଜ୍ୟ ଉଭୟ ଏକାଠି ସ୍ଥାପନ କରୁଛନ୍ତି। ରାଜ୍ୟ ଭିତରେ କେବଳ ବ୍ରହ୍ମା ବାବା ନଥିବେ, ପରିବାର ମଧ୍ୟ ଥିବ। ତେଣୁ ବାବାଙ୍କର ମଧ୍ୟ ପ୍ରିୟ ଏବଂ ପରିବାରର ମଧ୍ୟ ପ୍ରିୟ ହେବାକୁ ପଡ଼ିବ। ଜ୍ଞାନୀ ତ ହୋଇଯାଇଛ, କିନ୍ତୁ ତା ସହିତ ସ୍ନେହୀ ହେବା ମଧ୍ୟ ଜରୁରୀ ଅଟେ। ସ୍ୱମାନରେ ରହିବା ଏବଂ ସମ୍ମାନ ଦେବା, ଏହି ଦୁଇଟି ଯାକ ଜରୁରୀ ଅଟେ। ବାବା ତ ବ୍ରାହ୍ମଣ ଜନ୍ମ ନେବା ମାତ୍ରକେ ପ୍ରତ୍ୟେକ ସନ୍ତାନକୁ ସମ୍ମାନ ଦେଇଛନ୍ତି, ସେଥିପାଇଁ ତ ଉଚ୍ଚ ହୋଇଛ ନା। ତେଣୁ ଏହି ଗୋଟିଏ ଜନ୍ମରେ ସମ୍ମାନ ଦେବାକୁ ହେବ ଏବଂ ସାରା କଳ୍ପରେ ତାର ପ୍ରାରବ୍ଧ ରୂପରେ ସମ୍ମାନ ପ୍ରାପ୍ତ ହେବ। ଅଧା କଳ୍ପ ରାଜ୍ୟ ଅଧିକାରୀ ରୂପରେ ସମ୍ମାନ ମିଳିବ, ଅଧା କଳ୍ପ ଭକ୍ତି ମାର୍ଗରେ ଭକ୍ତ ଆତ୍ମାମାନଙ୍କ ଦ୍ୱାରା ସମ୍ମାନ ମିଳିବ। କିନ୍ତୁ ଏହାର ଆଧାର ଅର୍ଥାତ୍ ସାରା କଳ୍ପ ସମ୍ମାନ ପାଇବାର ଆଧାର ହେଲା ଏହି ଗୋଟିଏ ଜନ୍ମ ସମ୍ମାନ ଦେବାକୁ ହେବ ଏବଂ ସମ୍ମାନ ନେବାକୁ ହେବ। ଏବେ ଏବେ ବାପଦାଦା ଦେଖୁଛନ୍ତି ଚାରିଆଡ଼େ ଦେଶ ବିଦେଶରେ କେହି ରାତିରେ କେହି ଦିନରେ ମିଳନ କରୁଛନ୍ତି। ତେବେ ତୁମର ପୁରୁଷାର୍ଥର ଗତିକୁ ବଢ଼ାଇବା ପାଇଁ ତୁମକୁ ଦାଦୀ ମଧ୍ୟ, ଜାନକୀ ଦାଦୀ ମଧ୍ୟ ଭଲ ମିଳିଛନ୍ତି। କ'ଣ ଠିକ୍ କଥା ନା? ଯଦି ଟିକିଏ କେଉଁଠି କମି ଦେଖିଲେ ତେବେ ତୁରନ୍ତ କ୍ଲାସ୍ ଉପରେ କ୍ଲାସ୍ କରାଇଥାନ୍ତି। ତେବେ କୌଣସି ବି ପିଲାକୁ ଚାହେଁ ଦେଶବାସୀ ହୁଅନ୍ତୁ ଚାହେଁ ବିଦେଶବାସୀ ହୁଅନ୍ତୁ, ଯଦି କୌଣସି ବିଷୟରେ ମେହନତ କରିବାକୁ ପଡ଼ୁଛି ତେବେ ତାର ମୂଳ କାରଣ ହେଲା ଦିଲ୍ଲୀର ସ୍ନେହର କମି। ତେବେ ଦିଲ୍ଲୀର ସ୍ନେହର ଅର୍ଥ ହେଲା ଲଭ୍ଲିନି ରହିବା। ମନେ ପକାଇବାକୁ ପଡ଼ିବ ନାହିଁ, ବରଂ ଭୁଲିବା କଷ୍ଟକର ହେବ। ଏଥିରେ ଯଦି ମେହନତ କରିବାକୁ ପଡ଼ୁଛି ତେବେ ଆନ୍ତରିକ ସ୍ନେହକୁ ଚେକ୍ କର, କେଉଁଠି ଛିଦ୍ର ନାହିଁ ତ? ଚାହେଁ କୌଣସି ବ୍ୟକ୍ତି ସହିତ ମୋହର ଆକର୍ଷଣ ରହିଥାଉ ବା କୌଣସି ବ୍ୟକ୍ତିର ବିଶେଷତା ପ୍ରତି ହେଉ ବା କୌଣସି ସାଧନ ପ୍ରତି ହେଉ ବା କାହାର ସହଯୋଗ ପ୍ରତି ହେଉ, ମର୍ଯ୍ୟାଦା ଅନୁସାରେ ସହଯୋଗ ତ ଠିକ୍ ଅଛି, କିନ୍ତୁ ଅତିରିକ୍ତ ସହଯୋଗ ପ୍ରତି ମଧ୍ୟ ସ୍ନେହ ରହିଥାଏ, ଆକର୍ଷଣ ରହିଥାଏ। ସେହି ସହଯୋଗ ମଧ୍ୟ ସବୁବେଳେ ମନେ ପଡ଼ିବ। ତାର ଚିହ୍ନ ହେଲା କେଉଁଠି ବି ଯଦି ଛିଦ୍ର ରହିଥିବ ତେବେ ଜୀବନରେ ସର୍ବଦା କୌଣସି ନା କୌଣସି କାରଣରୁ ସନ୍ତୁଷ୍ଟତାର ଅନୁଭୂତି ହୋଇପାରିବ ନାହିଁ। ସର୍ବଦା କୌଣସି ନା କୌଣସି କାରଣ ଅସନ୍ତୁଷ୍ଟତାର ଅନୁଭବ କରାଇବ ଏବଂ ଯେଉଁଠି ସନ୍ତୁଷ୍ଟତା ଥିବ ତାର ଲକ୍ଷଣ ହେଲା ସର୍ବଦା ପ୍ରସନ୍ନତା ରହିଥିବ। ସେହି ଆତ୍ମା ସର୍ବଦା ଆତ୍ମିକ ଗୋଲାପ ଫୁଲ ଭଳି ପ୍ରସ୍ଫୁଟିତ ହୋଇ ରହିଥିବ, ହର୍ଷିତ ରହୁଥିବ, ମୁଡ୍ ଅଫ୍ ହେଉନଥିବ, ସର୍ବଦା ଡବଲ ଲାଇଟ୍। ତେଣୁ ବୁଝିପାରିଲ ତ? ଏବେ ମେହନତ କରିବାରୁ ମୁକ୍ତ ହୋଇଯାଅ। ବାପ ଦାଦାଙ୍କୁ ପିଲାମାନଙ୍କର ମେହନତ କରିବା ଆଦୌ ଭଲ ଲାଗୁନାହିଁ। ଅଧା କଳ୍ପ ତ ମେହନତ କରି କରି ଆସିଲ, ଏବେ ମଉଜ କର। ସ୍ନେହରେ ଲଭ୍ଲିନି ହୋଇ ଜ୍ଞାନ ସାଗରର ଗଭୀରତାକୁ ଯାଇ ଅନୁଭବର ମୋତି ସଂଗ୍ରହ କର, ଅର୍ଥାତ୍ ଅନୁଭବ କର। କେବଳ ବୁଡ଼ ପକାଇ ସାଗରରୁ ବାହାରି ଆସ ନାହିଁ, ଲଭ୍ଲିନି ରୁହ। ସମସ୍ତେ ପ୍ରତିଜ୍ଞା ତ କରିଛ ନା, ସାଥିରେ ରହିବୁ, ସାଥିରେ ଯିବୁ। କରିଛ ପ୍ରତିଜ୍ଞା? ସାଥିରେ ଯିବ ନା ପଛେ ପଛେ ଯିବ? ଯେଉଁମାନେ ସାଥିରେ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି ସେମାନେ ହାତ ଉଠାଅ, ଭାବିଚିନ୍ତି ହାତ ଉଠାଅ। ପ୍ରସ୍ତୁତ ଅଛ ତ? ଅର୍ଥାତ୍ ବାବାଙ୍କ ସମାନ ଅଟ ତ? ତେବେ ସାଥିରେ ମଧ୍ୟ କିଏ ଯାଇପାରିବ?
ସମାନ ହୋଇଥିଲେ ତ ସାଥିରେ ଯିବ ନା। ତେବେ ସାଥିରେ ଯିବ ତ? ପ୍ରସ୍ତୁତ ଅଛ ତ? ପ୍ରଥମ ଧାଡ଼ିବାଲା ପ୍ରସ୍ତୁତ ଅଛ ତ? କାଲି ଯିବା ପାଇଁ ଆଦେଶ ଦେଇଦେବୁ, ଯିବ ତ? ଆଚ୍ଛା, ପ୍ରବୃତ୍ତିବାଲା ଯିବ ତ? ପିଲାଛୁଆ ମନେ ପଡ଼ିବେ ନାହିଁ ତ? କ'ଣ ମାତାମାନେ ସାଥିରେ ଯିବ ତ? ମାତାମାନେ ପ୍ରସ୍ତୁତ ଅଛ ତ? କୌଣସି ଜିନିଷ ମନେ ପଡ଼ିବ ନାହିଁ ତ? ଟିଚରମାନଙ୍କୁ ସେଣ୍ଟର ତଥା ଜିଜ୍ଞାସୁ ମନେ ପଡ଼ିବେ ନାହିଁ ତ? ନୁହେଁ ନା? ଆଚ୍ଛା, ତେବେ କ'ଣ ସମସ୍ତେ ନିର୍ମୋହୀ ହୋଇଯାଇଛ? ତାହେଲେ ତ ବହୁତ ଭଲ କଥା। ତେବେ ଆଉ ମେହନତ କରିବାକୁ ତ ପଡ଼ିବ ନାହିଁ ନା। ଆଜି ବାପ ଦାଦା ସମସ୍ତଙ୍କୁ ଚାହେଁ ସମ୍ମୁଖରେ ବସିଛନ୍ତି, ଚାହେଁ ଦୂରରେ ବସିଥିଲେ ମଧ୍ୟ ବାବାଙ୍କର ଦିଲ୍ଲୀରେ ବସିଛନ୍ତି। ସମସ୍ତଙ୍କୁ ଆଜିର ଦିନରେ ମେହନତରୁ ମୁକ୍ତ କରିବାକୁ ଚାହୁଁଛନ୍ତି। ତେବେ ହେବ ତ? ତାଳି ତ ବଜାଇ ଦେଉଛ, କିନ୍ତୁ ହେବ ତ? କାଲିଠାରୁ କେହି ଦାଦୀମାନଙ୍କ ପାଖକୁ ଆସିବ ନାହିଁ ତ? ମେହନତ କରାଇବ ନାହିଁ ତ? ଖୁସି ଖୁସିରେ ମିଶିବ। ଜୋନର ମୁଖ୍ୟଙ୍କ ପାଖକୁ ଯିବ ନାହିଁ। କୌଣସି ଅଭିଯୋଗ କରିବ ନାହିଁ। ସମ୍ପୂର୍ଣ୍ଣ ହୋଇ ଦେଖାଇବ। ଠିକ୍ ଅଛି ତ? ଏବେ ହାତ ଉଠାଅ। ଦେଖ, ଭାବିଚିନ୍ତି ହାତ ଉଠାଅ। ଏମିତି ଉଠାଅ ନାହିଁ। କୌଣସି ଅଭିଯୋଗ ନାହିଁ। କୌଣସି ମୋର ମୋର ନାହିଁ। ମୁଁ ନାହିଁ କି ମୋର ନାହିଁ। ସବୁ ସମାପ୍ତ। ଦେଖ, ପ୍ରତିଜ୍ଞା ତ କରିଛ ନା? ବହୁତ ଭଲ କଥା। ସେଥିପାଇଁ ଅଭିନନ୍ଦନ। କିନ୍ତୁ କ'ଣ କରୁଛ? ପ୍ରତିଜ୍ଞା କରିବାର ଲାଭ ତ ଉଠାଉନାହଁ। ପ୍ରତିଜ୍ଞା ତ ବହୁତ ଶୀଘ୍ର କରିଦେଉଛ। କିନ୍ତୁ ପ୍ରତିଜ୍ଞାର ଲାଭ ନେବା ପାଇଁ ହେଲେ ପ୍ରତିଦିନ ଦୁଇଟି କଥା ମନେ ରଖ। ଗୋଟିଏ ହେଲା ହୃଦବୋଧ କରିବା, ଦ୍ୱିତୀୟରେ ପ୍ରତିଜ୍ଞାକୁ ସ୍ମୃତିରେ ଦୋହରାଇବା। ତେଣୁ ପ୍ରତିଜ୍ଞାକୁ ପ୍ରତିଦିନ ମନେ ପକାଅ। ମୁଁ କ'ଣ ପ୍ରତିଜ୍ଞା କରିଛି? ଅମୃତ ବେଳାରେ ମିଳନ କରିସାରିବା ପରେ ପ୍ରତିଜ୍ଞା ଏବଂ ତା ଦ୍ୱାରା ହେଉଥିବା ଲାଭ, ଏହି ଦୁଇଟିର ଫଳାଫଳର ଚାର୍ଟ ତିଆରି କର। ପ୍ରତିଜ୍ଞା କ'ଣ କରିଛି ଏବଂ ସେଥିରୁ ଲାଭ କ'ଣ ପାଉଛି, ତାକୁ ହୃଦବୋଧ କର ଏବଂ ଦୋହରାଅ। ଯଦି ଉଭୟ ପାଖ ସମାନ ହୋଇଯିବ, ତେବେ ସବୁକିଛି ଠିକ୍ ହୋଇଯିବ। ବାପ ଦାଦାଙ୍କୁ ଜଣାଅଛି, ମିଟିଂରେ ଆସିଥିବା ପିଲାମାନେ ପ୍ରତିଜ୍ଞା କରିଛନ୍ତି। ବାପ ଦାଦା ଦେଖୁଛନ୍ତି, ପିଲାମାନେ ବହୁତ ଭଲ ଭଲ ଯୋଜନା ସବୁ କରୁଛନ୍ତି। ବାପ ଦାଦାଙ୍କୁ ମଧ୍ୟ ପସନ୍ଦ ଆସୁଛି। ତେବେ ବାପ ଦାଦା କ'ଣ ଚାହୁଁଛନ୍ତି? ବାପ ଦାଦା କେବଳ ଗୋଟିଏ ଶବ୍ଦ ଚାହୁଁଛନ୍ତି। ସେହି ଗୋଟିଏ ଶବ୍ଦ ହେଲା ସଫଳ କର ଏବଂ ସଫଳ ହୁଅ। ତୁମେ ତୁମ ପାଖରେ ଯେଉଁ ସବୁ ସମ୍ପତ୍ତି ଗୁଡ଼ିକ ରହିଛି, ଶକ୍ତି ରହିଛି, ସଂକଳ୍ପ ରହିଛି, ବାଣୀ ରହିଛି, କର୍ମ ମଧ୍ୟ ଶକ୍ତି ଅଟେ। ବର୍ତ୍ତମାନର ସମୟ ମଧ୍ୟ ଏକ ଶକ୍ତି ଅଟେ। ତୁମର ସମ୍ପତ୍ତି ଅଟେ। ଏହି ସବୁକୁ ସଫଳ କରିବାକୁ ହେବ। ଚାହେଁ ସ୍ଥୂଳ ଧନ, ଚାହେଁ ଅଲୌକିକ ଧନ ବା ସମ୍ପତ୍ତି, ସବୁକିଛି ସଫଳ କରିବାକୁ ହେବ ଏବଂ ସଫଳତା ମୂଳତର ସାର୍ଟିଫିକେଟ୍ ନିଶ୍ଚିତ ନେବାକୁ ହେବ। ତେଣୁ ସଫଳ କର ଏବଂ ସଫଳ କରାଅ। ଯଦି କେହି ଅସଫଳ କରୁଛି, ତେବେ ବାଣୀର ଶିକ୍ଷା ଦ୍ୱାରା ନୁହେଁ, ନିଜର ଶୁଭ ଭାବନା, ଶୁଭ କାମନା ଏବଂ ସର୍ବଦା ତାଙ୍କୁ ଶୁଭ ସମ୍ମାନ ଦେବା ଦ୍ୱାରା ସଫଳ କରାଅ। କେବଳ ଶିକ୍ଷା ଦିଅ ନାହିଁ। ଯଦି ଶିକ୍ଷା ଦେବାକୁ ହିଁ ପଡ଼ୁଛି, ତେବେ କ୍ଷମା ଏବଂ ଶିକ୍ଷା ଅର୍ଥାତ୍ କ୍ଷମାଶୀଳ ହୋଇ ଶିକ୍ଷା ଦିଅ। କୃପାଳୁ ହୁଅ, ଦୟାଳୁ ହୁଅ। ତୁମମାନଙ୍କର ଦୟାଳୁ ରୂପ ନିଶ୍ଚିତ ଭାବରେ ଶିକ୍ଷାର ଫଳ ଦେଖାଇବ। ଦେଖ, ଆଜିକାଲି ବିଜ୍ଞାନ ପଢ଼ା ଡାକ୍ତରମାନେ ମଧ୍ୟ ଅପରେସନ୍ କରିବା ସମୟରେ ପ୍ରଥମେ କ'ଣ କରୁଛନ୍ତି? ପ୍ରଥମେ ନିଶା ଦେଇ ଶୁଆଇ ଦେଉଛନ୍ତି, ତାପରେ କଟାକଟି କରୁଛନ୍ତି। ପ୍ରଥମରୁ କଟାକଟି କରୁନାହାନ୍ତି। ଯଦି ଟିଚର ଭଳି କୌଣସି କଡ଼ା ଔଷଧ ମଧ୍ୟ ଲଗାଇବାର ଥିବ, ତେବେ ପ୍ରଥମେ ଫୁଙ୍କିଦେବେ, ତାପରେ ଟିଚର ଲଗାଇବେ। ସେହିପରି ତୁମେମାନେ ମଧ୍ୟ ପ୍ରଥମେ ଦୟାଳୁ ହୋଇ, କ୍ଷମା ସ୍ୱରୂପ ହୋଇ, ତାପରେ ଶିକ୍ଷା ଦିଅ, ଯାହାଦ୍ୱାରା ତୁମର ଶିକ୍ଷାର ପ୍ରଭାବ ପଡ଼ିବ। ନଚେତ୍ କ'ଣ ହେଉଛି ନା, ତୁମେ ତାଙ୍କୁ ଶିକ୍ଷା ଦେଇ ଚାଲୁଛ, କିନ୍ତୁ ସେ ତୁମଠାରୁ ଅଧିକ ଶିକ୍ଷକ ଅଟନ୍ତି। ତେଣୁ ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷକଙ୍କର ଶିକ୍ଷାକୁ ତ ଗ୍ରହଣ କରିବ ନାହିଁ। ଯେଉଁ ସବୁ ଶିକ୍ଷାର ପଏଣ୍ଟ ଗୁଡ଼ିକ ତୁମେ ଶୁଣାଇବ, ଏଭଳି କର ନାହିଁ, ସେ ଏଭଳି କର,
କିନ୍ତୁ ତାଙ୍କ ପାଖରେ ତାକୁ କାଟିବା ପାଇଁ 10ଟି ପଏଣ୍ଟ ଥିବ। ସେଥିପାଇଁ କ୍ଷମା ଏବଂ ଶିକ୍ଷା ଏକାଠି ରହୁ। ତେଣୁ ଏହି 70ତମ ବର୍ଷର ମୂଳ ବିଷୟ ହେଲା ନିଜେ ସଫଳ କର ଏବଂ ସଫଳ କରାଅ। ସଫଳତା ମୂରତ ହେବ ଏବଂ ସବୁକିଛି ସଫଳ କର। ଡବଲ ଲାଇଟ୍ ତ ହେବାର ଅଛି ନା। ତେଣୁ ସବୁକିଛି ସଫଳ କରିନିଅ। ନିଜର ସଂସ୍କାରକୁ ମଧ୍ୟ ସଫଳ କର। ଯେଉଁ ସଂସ୍କାର ତୁମର ମୂଳ ଏବଂ ଅସଲି ସଂସ୍କାର ଅଟେ, ଯାହାକି ଆତ୍ମାର ଆଦି ସଂସ୍କାର ଅର୍ଥାତ୍ ଦେବତାର ସଂସ୍କାର ଏବଂ ଆତ୍ମାର ଅନାଦି ସଂସ୍କାର ଅଟେ, ସେଗୁଡ଼ିକୁ ଏତେ ଜାଗ୍ରତ କର, ଏବେ ଜାଗ୍ରତ କର। ଓଲଟା ସଂସ୍କାର ଗୁଡ଼ିକୁ ଦାହ ସଂସ୍କାର କରିଦିଅ। ନିଜର ଆଦି ଏବଂ ଅନାଦି ସଂସ୍କାରକୁ ପ୍ରକଟ କର। ଏବେ ସମସ୍ତଙ୍କର ବିଶେଷ କରି ଗୋଟିଏ ଅଭିଯୋଗ ରହିଯାଉଛି, ତାହା ହେଲା ଆମର ସଂସ୍କାର ବଦଳୁ ନାହିଁ। ସଂସ୍କାର ବଦଳୁ ନାହିଁ। ସମସ୍ତେ ମେହନତରୁ ମୁକ୍ତ ହେବାର ପ୍ରତିଜ୍ଞା ତ କରୁଛ ନା? ସମସ୍ତେ ହାତ ଉଠାଇଲେ। ଆଚ୍ଛା, ଏମାନଙ୍କର ଫଟୋ ଉଠାଅ। ଏବେ ଗୋଟିଏ ମିନିଟ୍ ପାଇଁ ନିଜର ଦିଲରେ ଏହି ପ୍ରତିଜ୍ଞାରେ ଦୃଢ଼ତାର ଷ୍ଟାମ୍ପ ଲଗାଅ। ନିଜ ମନ ଭିତରେ ପକ୍କା କର। ଡ୍ରିଲ୍ କରାଇଲେ। ଆଚ୍ଛା, ଚାରିଆଡ଼ର ସମସ୍ତ ସମାନଧାରୀ ପିଲାମାନଙ୍କୁ ସର୍ବଦା ବାବାଙ୍କର ଦିଲର ସ୍ନେହୀ ତଥା ସମସ୍ତଙ୍କର ସ୍ନେହୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ମେହନତରୁ ମୁକ୍ତ, ଜୀବନମୁକ୍ତ ସ୍ଥିତିର ଅନୁଭବ କରୁଥିବା ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ନିଜର ପ୍ରତିଜ୍ଞାର ଲାଭ ନେଉଥିବା ତଥା ପ୍ରତିଜ୍ଞା ଏବଂ ତା'ର ଲାଭର ସନ୍ତୁଳନ ରଖୁଥିବା ସୌଭାଗ୍ୟଶାଳୀ ପିଲାମାନଙ୍କୁ, ସର୍ବଦା ନିଜେ ମୌଜରେ ରହୁଥିବା ତଥା ଅନ୍ୟମାନଙ୍କୁ ମଧ୍ୟ ମୌଜରେ ରଖୁଥିବା ସଙ୍ଗମଯୁଗୀ ଶ୍ରେଷ୍ଠ ଭାଗ୍ୟର ଅଧିକାରୀ ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଦିଲାରାମ ବାବାଙ୍କର ଦିଲର ଆଶୀର୍ବାଦ ସ୍ୱୀକାର କରିବା ହେଉ। ୟାଦ ପ୍ୟାର ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଓମ୍ ଶାନ୍ତି। ଦାଦୀମାନଙ୍କ ସହିତ ସବୁକିଛି ଠିକ୍ ଠାକ୍ ଅଛି ତ? ସମସ୍ତେ ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି। ବାବା ଏବଂ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି। ଉଭୟ ସମାନ। ସମସ୍ତଙ୍କର ଗେହ୍ଲା ଅଟ। ସମସ୍ତଙ୍କର ଦାଦୀମାନଙ୍କ ସହିତ ବିଶେଷ ସ୍ନେହ ଅଛି ନା? ବହୁତ ସ୍ନେହ ଅଛି। କାହିଁକି ନା ଯେଉଁମାନେ ନିମିତ୍ତ ହୋଇଥାନ୍ତି ସେମାନଙ୍କ ଉପରେ ଦାୟିତ୍ୱ ମଧ୍ୟ ଥାଏ। ତେଣୁ ସ୍ନେହ ମଧ୍ୟ ସେତିକି ଥାଏ। କାହିଁକି ନା ସମସ୍ତଙ୍କର ସ୍ନେହ ଏବଂ ଆଶୀର୍ବାଦର ଲିଫ୍ଟ ସେମାନଙ୍କୁ ମିଳିଥାଏ। ତୁମମାନଙ୍କ ମଧ୍ୟରୁ ଯେଉଁମାନେ ବି ନିମିତ୍ତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଲିଫ୍ଟ ମିଳୁଛି। କିନ୍ତୁ ସେହି ଲିଫ୍ଟ ରୂପକ ଗିଫ୍ଟକୁ ଅର୍ଥାତ୍ ଉପହାରକୁ ଯଦି ସର୍ବଦା କାୟମ ରଖିବ ତେବେ ବହୁତ ଲାଭ ପାଇପାରିବ। ଏହା ତୁମମାନଙ୍କୁ ଅତିରିକ୍ତ ବରଦାନ ମିଳୁଛି। ଯେକୌଣସି କାର୍ଯ୍ୟରେ ଅର୍ଥାତ୍ ଈଶ୍ୱରୀୟ କାର୍ଯ୍ୟରେ ହେଉ ବା ଯଜ୍ଞ ସେବାରେ ହେଉ, ଯେଉଁମାନେ ବିଶେଷ ଭାବରେ ନିମିତ୍ତ ହୋଇଥାନ୍ତି ସେମାନଙ୍କୁ ଆଶୀର୍ବାଦ ଏବଂ ସ୍ନେହ ଦୁଇଟି ଯାକର ଲିଫ୍ଟ ମିଳିଯାଏ। ତେବେ ସ୍ନେହ ଏଭଳି ଜିନିଷ ଯାହାକି କଣରୁ କଣ କରିଦିଏ। ଆଜି ଦୁନିଆରେ ମଧ୍ୟ କାହାକୁ ଯଦି ପଚାରିବ ତୁମକୁ କ'ଣ ଦରକାର, ତେବେ କହିବେ ମୋତେ ସ୍ନେହ ଦରକାର, ଶାନ୍ତି ଦରକାର। ତାହା ମଧ୍ୟ ସ୍ନେହ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ। ତେଣୁ ସ୍ନେହ ଅର୍ଥାତ୍ ଆତ୍ମିକ ସ୍ନେହ ହିଁ ସବୁଠାରୁ ଶ୍ରେଷ୍ଠ ଅଟେ। ଆଚ୍ଛା, ଆଜିର ବରଦାନ। ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ଅଭୁଲ ଅର୍ଥାତ୍ କେବେ ବି ଭୁଲ କରୁନଥିବା ନିରନ୍ତର ଯୋଗୀ ହୁଅ। ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ଅଭୁଲ ଅର୍ଥାତ୍ କେବେ ବି ଭୁଲ କରୁନଥିବା ନିରନ୍ତର ଯୋଗୀ ହୁଅ। ଡିଟେଲ୍ସ। ଯେଉଁ ପିଲାମାନେ ନିଜକୁ ବାବାଙ୍କ ସହିତ ଯୁଗଳ ରୂପରେ ଅନୁଭବ କରିଥାନ୍ତି ସେମାନଙ୍କୁ ନିରନ୍ତର ଯୋଗୀ ଭବର ବରଦାନ ସ୍ୱତଃ ହିଁ ମିଳିଥାଏ। କାହିଁକି ନା ସେମାନେ ଯେଉଁଠାରେ ବି ରହିଥାନ୍ତି ସେଠାରେ ମିଳନ ମେଳା ହୋଇଥାଏ। ସେମାନଙ୍କୁ ଯିଏ ଯେତେ ବି ଭୁଲାଇବାକୁ ଚେଷ୍ଟା କରିଲେ ମଧ୍ୟ ସେମାନେ କେବେ ବି ଭୁଲନ୍ତି ନାହିଁ। ଏହିଭଳି ଅଭୁଲ ପିଲାମାନେ ଯେଉଁମାନେ କି ବାବାଙ୍କର ଅତି ପ୍ରିୟ ଅଟନ୍ତି ସେହିମାନେ ହିଁ ନିରନ୍ତର ଯୋଗୀ ଅଟନ୍ତି।
କାହିଁକି ନା ସ୍ନେହର ଲକ୍ଷଣ ହେଲା ସ୍ୱତଃ ସ୍ମୃତି। ସେମାନଙ୍କର ସଂକଳ୍ପ ରୂପୀ ନଖକୁ ମଧ୍ୟ ମାୟା ହଲଚଲ କରିପାରିବ ନାହିଁ। ଆଜିର ସ୍ଲୋଗାନ, କାରଣ ଶୁଣାଇବା ପରିବର୍ତ୍ତେ ତା'ର ନିବାରଣ କରିପାରିଲେ ଆଶୀର୍ବାଦର ଅଧିକାରୀ ହୋଇଯିବ। କାରଣ ଶୁଣାଇବା ପରିବର୍ତ୍ତେ ତା'ର ନିବାରଣ କରିପାରିଲେ ଆଶୀର୍ବାଦର ଅଧିକାରୀ ହୋଇଯିବ। ଆଜିର ଅବ୍ୟକ୍ତ ଇସାରା। ଓମ୍ ଶାନ୍ତି। ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ହୋଇ ଜ୍ଞାନକୁ ମନନ କରିବାର ଅଭ୍ୟାସ କରି ଲୌକିକ ମସ୍ତିରେ ସର୍ବଦା ମସ୍ତ ରୁହ। ତେବେ ଏହି ଦୁନିଆର କୌଣସି ବି ଦ୍ୱନ୍ଦ୍ୱ ବିଚାର ଗୁଡ଼ିକ ନିଜ ଆଡ଼କୁ ଆକର୍ଷିତ କରିପାରିବ ନାହିଁ। ଯେପରି ମିଲିଟାରୀ ବାଲା ଭୂମି ତଳକୁ ଚାଲିଯାଆନ୍ତି, ଯାହାଫଳରେ ବାହାରର ବମ୍ ଇତ୍ୟାଦିର ପ୍ରଭାବ ପଡ଼େ ନାହିଁ, ସେହିପରି ତୁମେମାନେ ମଧ୍ୟ ଅନ୍ତର୍ମୁଖୀ ଆତ୍ମିକ ସ୍ଥିତିରେ ଅଣ୍ଡରଗ୍ରାଉଣ୍ଡରେ ରହିବାର ଅଭ୍ୟାସ କର, ଯାହାଫଳରେ ବାହ୍ୟମୁଖୀ କଥାଗୁଡ଼ିକ ତୁମକୁ ହଲଚଲ କରିପାରିବ ନାହିଁ। ଓମ୍ ଶାନ୍ତି।